ବିଜୁ ଜନତା ଦଳ ଏବେ ବି ଲୋକମାନଙ୍କ ସହିତ ଅଛି। ବିଜୁ ଜନତା ଦଳର 50 ବିଧାୟକ ବି ଅଛନ୍ତି। ଏ ଘଟଣା ଭିତରେ ଗୋଟେ ଆଲୋଚନା ପର୍ଯ୍ୟାଲୋଚନା ହେଉଛି ଯେ ସୁଜାତା ଉତ୍ତରାଧିକାରୀ ନବୀନ ପଟ୍ଟନାୟକ ସ୍ପଷ୍ଟ ଭାବରେ ନିର୍ବାଚନ ବେଳେ କହିଥିଲେ ଯେ ଉତ୍ତରାଧିକାରୀ ଓଡ଼ିଶା ଲୋକମାନେ ବାଛିବେ। ସୁଜାତା ହୁଅନ୍ତୁ ସେ ପାଣ୍ଡିଆନ ହୁଅନ୍ତୁ ସେମାନେ ଦଳର କାମ କାହିଁ ଲୁଚି ଯାଇଛନ୍ତି। ସେ ତ ଗୋଟେ ଜଗନ୍ନାଥ ମନ୍ଦିର ସବୁ ଶନିବାର ଦୌଡୁଥିଲେ। ଏ କୁଆଡେ ଗଲେ? କଣ ସରକାରୀ ଚାକିରି କରିଥିଲ ତାପରେ ଦୌଡ଼ିଲ ଜଗନ୍ନାଥ ମନ୍ଦିର? କଣ ସରକାରୀ ଭକ୍ତ ହିସାବରେ କୁଆଡେ ହଜିଗଲ? କେତେ ଦୂର ଉନ୍ନତି କରିଛନ୍ତି, କେତେ ଦୂର ଲୋକମାନଙ୍କ ପାଖକୁ ପହଞ୍ଚିବେ ତାହା ବିଚାର ନ କରିକି କିଛି ଭାଟୁଆ ଅଛନ୍ତି ଯେଉଁମାନେ ନୂଆ ବିଜୁ ଜନତା ଦଳ ଗଠନ ଆସିଥିଲେ, ଅଳ୍ପ ଦିନ ତଳେ ଆସିକି କୋଉଠି କିଏ ପଦପଦବୀ ଯାଇଛନ୍ତି, ସିଏ ଗପି ଦେଉଛନ୍ତି ସୁଜାତା ଆସିଲେ ତାଡ଼ି ପକେଇବେ ମାଡ଼ି ପକେଇବେ, ସେଗୁଡ଼ା କିଛି ହବାର ନାହିଁ। ଶୁଣନ୍ତୁ, ବିଜୁ ଜନତା ଦଳର ଉତ୍ତରାଧିକାରୀ ବିଷୟରେ ଗୋଟେ ଆଲୋଚନା ପର୍ଯ୍ୟାଲୋଚନା ହଉଛି। ଯେତେବେଳେ ବିଜୁ ଜନତା ଦଳ ଗଠନ କରାହେଲା, କଣ ଏଠି ଓଡ଼ିଶା ଲୋକମାନେ ବାଛିଲେ କି ଯେଉଁମାନେ ମୂଳ ଜନତା ଦଳ ଲୋକମାନେ ବାଛିଲେ ଯେ ବିଜୁ ଜନତା ଦଳ ଗଠନ କରାଯିବ ଓ ନବୀନ ପଟ୍ଟନାୟକ ତା ସଭାପତି ହେବେ। ଉତ୍ତରାଧିକାରୀ କଣ? ଯଦି ସୁଜାତା କାର୍ତ୍ତିକ ଲିଗାଲ ହାର ବାହାର କରିଥିବେ କାଲି ଦେଖେଇବେ, କୋର୍ଟକୁ ଯାଇକି ମିସକେସ୍ କରିଥିବେ, ଗୋଟେ ଲିଗାଲ ହାର ବାହାର କରି କହିବେ ଯାଇ ମୁଁ ଲିଗାଲ ହାର ଅଛି ଉତ୍ତରାଧିକାରୀ ହେବେ। ଏଠି ଉତ୍ତରାଧିକାରୀ କିଛି ପ୍ରଶ୍ନ ନାହିଁ। ବିଜୁ ଜନତା ଦଳ ଏବେ ବି ଲୋକମାନଙ୍କ ସହିତ ଅଛି। ବିଜୁ ଜନତା ଦଳର 50 ବିଧାୟକ ବି ଅଛନ୍ତି। ଏ ଘଟଣା ଭିତରେ ଗୋଟେ ଆଲୋଚନା ପର୍ଯ୍ୟାଲୋଚନା ହେଉଛି ଯେ ସୁଜାତା ଉତ୍ତରାଧିକାରୀ ନବୀନ ପଟ୍ଟନାୟକ ସ୍ପଷ୍ଟ ଭାବରେ ନିର୍ବାଚନ ବେଳେ କହିଥିଲେ ଯେ ଉତ୍ତରାଧିକାରୀ ଓଡ଼ିଶା ଲୋକମାନେ ବାଛିବେ, ଓଡ଼ିଶାର ଲୋକମାନେ ବାଛିବେ, ବିଜୁ ଜନତା ଦଳ କର୍ମୀମାନେ ବାଛିବେ। କିଏ ଉତ୍ତରାଧିକାରୀ ହେବ? ଏଇ ଯୋଉ ଆନାଲିସିସ୍ ହେଉଛି ଉତ୍ତରାଧିକାରୀ ସୁଜାତା କାର୍ତ୍ତିକେୟନଙ୍କ ବିଷୟରେ ଶୁଣନ୍ତୁ। ଏଇ ଯୋଉ ପାଣ୍ଡିଆନ ଯେତେବେଳେ ଯୋଉ ଯାହାଙ୍କ ଯୋଗୁଁ ଦଳ ବିପର୍ଯ୍ୟସ୍ତ ଘଟିଲା, ଯାହାଙ୍କ ଯୋଗୁଁ ଦଳ ବିରୋଧ ଦଳରେ ବସିଲା, ସେଇ ଲୋକ ପାଣ୍ଡିଆନ ତାଙ୍କ ସ୍ତ୍ରୀ ଆସି କେମିତି ଉତ୍ତରାଧିକାରୀ ହେବେ? ଆମେ କିନ୍ତୁ ମନା କରୁନୁ, ସେ କର୍ମୀ ହିସାବରେ କାଲି ମିଶି ପାରିବେ, କର୍ମୀ ହିସାବରେ ମିଶି ପାରିବେ, କିନ୍ତୁ ପୋଷ୍ଟର ମାରିବା ଦରକାର ନବୀନ ପଟ୍ଟନାୟକଙ୍କର। କିନ୍ତୁ ପୋଷ୍ଟର ମାରିବା ବଦଳରେ ଯଦି ପୋଷ୍ଟରରେ ତାଙ୍କ ଫଟୋ ରଖିଦେବେ ତାହେଲେ ବିଜୁ ଜନତା ଦଳର କର୍ମୀ ମାନେ ଘୃଣା କରିବେ, ତାକୁ ଠିକ ଢଙ୍ଗରେ ବିଶ୍ୱାସକୁ ନେବେନି ଏବଂ ଲୋକଙ୍କୁ ଆଗକୁ ନେବେନି। ତେଣୁ ସୁଜାତା ହୁଅନ୍ତୁ ସେ ପାଣ୍ଡିଆନ ହୁଅନ୍ତୁ ସେମାନେ ଦଳର କାମ କାହିଁ ଲୁଚି ଯାଇଛନ୍ତି। ସେ ତ ଗୋଟେ ଜଗନ୍ନାଥ ମନ୍ଦିର ସବୁ ଶନିବାର ଦୌଡୁଥିଲେ। ଏ କୁଆଡେ ଗଲେ? କଣ ସରକାରୀ ଚାକିରି କରିଥିଲ ତାପରେ ଦୌଡ଼ିଲ ଜଗନ୍ନାଥ ମନ୍ଦିର? କଣ ସରକାରୀ ଭକ୍ତ ହିସାବରେ କୁଆଡେ ହଜିଗଲ? ତେଣୁ ଜଗନ୍ନାଥ ମନ୍ଦିର ଯେତେବେଳେ ଓଡ଼ିଆ ଅସ୍ମିତାର କଥା ହେଉଛି, ଓଡ଼ିଶାର ପ୍ରାଣ କଥା ଆସୁଛି, ଜଗନ୍ନାଥ ଆମର ପ୍ରାଣ, ଆମର ସ୍ପନ୍ଦନର ହୃତ୍ସ୍ପନ୍ଦନର ଗୋଟେ ମୂଳ ଲକ୍ଷ୍ୟ। ଆମେ ସେତେବେଳେ ଜଗନ୍ନାଥଙ୍କୁ ଦର୍ଶନ କରିବା କଣ ସମୟ ଦରକାର, ନା ସରକାରୀ ଗାଡ଼ି ଦରକାର, ନା ସରକାରୀ ପୋଲିସ ଦରକାର? ତେଣୁକରି ଯେଉଁମାନେ ବିଚାର କରୁଛନ୍ତି ବିଜୁ ଜନତା ଦଳର କାର୍ଯ୍ୟକ୍ରମ ଭିତରେ କିଏ ଉତ୍ତରାଧିକାରୀ କୌଣସି ପ୍ରକାର ପରିସ୍ଥିତି ହେବ ନାହିଁ। ଆପଣଙ୍କୁ ଏଠି କହିଦେବାକୁ ପଡୁଛି, ସିଏ ଯେତେବେଳେ ଥିଲେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ବେଳେ ସେ ଆଇଏଏସ୍ ଅଫିସର ହିସାବରେ ତାଙ୍କୁ ଦିଆଯାଇଥିଲା ଗୋଟେ ପୋଷ୍ୟ ଗ୍ରାମ ଗ୍ରହଣ କରିବା ପାଇଁ। ସିଏ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାରେ ତାଙ୍କ ଯେଉଁ ନିଜ ପୂର୍ବପୁରୁଷର ଯେଉଁ ପୈତୃକ ଗ୍ରାମରେ ତାଙ୍କୁ ପୋଷ୍ୟ ଗ୍ରାମ ବେଳେ ଗ୍ରହଣ କରିଥିଲେ। ସିଏ ସେଠି କ'ଣ କରିଛନ୍ତି ନା ବଡ଼ବାପାଙ୍କ ଘରେ ଗୋଟେ ଏନଜିଓର ବୋର୍ଡ ମାରିଦେଇକି ନା ସେ ଗାଁର କ'ଣ ଉନ୍ନତି କରିଛନ୍ତି, କିଛି ଉନ୍ନତି କଲେନି, ପୋଷ୍ୟ ଗ୍ରାମ ହିସାବରେ ଖାଲି ଗ୍ରହଣ କରିକି ଛାଡ଼ିଦେଲେ। ଏବଂ ତାଙ୍କୁ ସରକାର ଏଠି ରଖିଥିଲେ, ଯେଉଁ ମୋହନ ମାଝୀଙ୍କ ସରକାର ବେଳେ ସେ ଥିଲେ ଫାଇନାନ୍ସ ଡିପାର୍ଟମେଣ୍ଟରେ। କ'ଣ ଉନ୍ନତି କରିବାକୁ ଉନ୍ନତି କଲେନି। କେତେ ଦୂର ଉନ୍ନତି କରିଛନ୍ତି, କେତେ ଦୂର ଲୋକମାନଙ୍କ ପାଖକୁ ପହଞ୍ଚିବେ ତାହା ବିଚାର ନ କରିକି କିଛି ଭାଟୁଆ ଅଛନ୍ତି ଯେଉଁମାନେ ନୂଆ ବିଜୁ ଜନତା ଦଳ ଗଠନ ଆସିଥିଲେ, ଅଳ୍ପ ଦିନ ତଳେ ଆସିକି କୋଉଠି କିଏ ପଦପଦବୀ ଯାଇଛନ୍ତି, ସିଏ ଗପି ଦେଉଛନ୍ତି ସୁଜାତା ଆସିଲେ ତାଡ଼ି ପକେଇବେ ମାଡ଼ି ପକେଇବେ, ସେଗୁଡ଼ା କିଛି ହବାର ନାହିଁ। ସେ ଘଟଣାକୁ କୌଣସି ପ୍ରକାର ଲୋକ ଗ୍ରହଣ କରିବେ ନାହିଁ। ବିଜୁ ଜନତା ଦଳ ତାର କାଲି ଆଞ୍ଚଳିକ ସ୍ତରରେ, ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ସ୍ତରରେ, ବ୍ଲକ ସ୍ତରରେ ଏବଂ ପାର୍ଟି ଅଫିସରେ ଯେଉଁ ସଂଘ ମାନେ ଧୁମଧାମରେ କାଲି ପାଳନ କରାଯିବ। ଓଡ଼ିଶା ଲୋକଙ୍କର ଯେଉଁ ସ୍ୱର ହିସାବରେ, ବିରୋଧୀ ଦଳ ହିସାବରେ ସ୍ୱର, ଓଡ଼ିଆ ଲୋକଙ୍କର ସ୍ୱର, ସେ ହିସାବରେ ତା ପ୍ରତିପାଦିତ କରିବ। क्या आप चाहते हैं ताज़ा, स्वादिष्ट और पौष्टिक मशरूम आपके घर तक पहुंचे? तो आज ही जुड़िए कल्याणी मशरूम सेंटर के साथ। यहाँ मिलता है फार्म फ्रेश मोजो मशरूम, मुलायम पनीर, ताज़ा ग्रीन मटर, स्वीट कॉर्न और बेबी कॉर्न, सब कुछ एक ही जगह, बेहतरीन क्वालिटी के साथ। हम देते हैं होलसेल और रिटेल दोनों सुविधाएं। आज ही डिस्ट्रीब्यूटरशिप लेने के लिए कॉल करें 9337096782 या 9040091506। कल्याणी मशरूम सेंटर, ओडिशा का भरोसेमंद नाम, मोजो मशरूम और डेयरी प्रोडक्ट्स में।